ରୋହିତ ଜାଡେଜା ନୁହନ୍ତି ଟିମ୍ ଇଣ୍ଡିଆ ପାଇଁ ଟେନସନ୍ ଏହି ଖେଳାଳି। ଟି20 ବିଶ୍ୱକପ୍ ପୂର୍ବରୁ ବଡ଼ ଖବର। ଜି ହଁ ଦର୍ଶକ ବନ୍ଧୁ, ଯେତେବେଳେ ନ୍ୟୁଜିଲାଣ୍ଡ ଭାରତ ଗସ୍ତ ତାର ଦଳ ଘୋଷଣା କଲା, ସେତେବେଳେ ଓଡ଼ିଆ ସିରିଜ୍ ଚୟନ ହୋଇଥିବା ଖେଳାଳିମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ବିଶ୍ୱାସ କରାଯାଉଥିଲା ଯେ 3 ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଟିମ୍ ଇଣ୍ଡିଆ କୌଣସି ଚ୍ୟାଲେଞ୍ଜର ସମ୍ମୁଖୀନ ହେବ ନାହିଁ ଏବଂ କିବି ଟିମ୍ର କ୍ଲିନ୍ ସୁଇପ୍ କରିଦେବ। ତଥାପି ନ୍ୟୁଜିଲାଣ୍ଡ ପ୍ରଥମ ଥର ପାଇଁ ଭାରତରେ ଏକ ଓଡ଼ିଆ ସିରିଜ୍ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଟିମ୍ ଇଣ୍ଡିଆର ପରାଜୟରେ କିଛି ଖେଳାଳିଙ୍କ ପ୍ରଦର୍ଶନ ବିଶେଷ ଭାବରେ ନୈରାଜ୍ୟଜନକ ଥିଲା। ରୋହିତ ଶର୍ମା ଏବଂ ରବୀନ୍ଦ୍ର ଜାଡେଜା ସମସ୍ତେ ଟାର୍ଗେଟ୍ କରିଥିଲେ। ତଥାପି ଭାରତ ପାଇଁ ସବୁଠାରୁ ବଡ଼ କ୍ଷତି ଥିଲା ଷ୍ଟାର ସ୍ପିନର କୁଲଦୀପ ଯାଦବଙ୍କ ବିଫଳତା। ପ୍ରଥମ ମ୍ୟାଚ୍ରେ ବିଜୟ ସହିତ ଭାରତୀୟ ଦଳ ସିରିଜ୍ର ଆରମ୍ଭ କରିଥିଲା, କିନ୍ତୁ ପରବର୍ତ୍ତୀ 2ଟି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ସେମାନଙ୍କୁ ପରାସ୍ତ କରିଥିଲା। ଉଭୟ ମ୍ୟାଚ୍ରେ ଭାରତୀୟ ବ୍ୟାଟିଂ ଉପରେ ନଜର ରଖାଯାଇଥିଲା, କିନ୍ତୁ ବୋଲିଂରେ ମଧ୍ୟ ଅତ୍ୟନ୍ତ ଖରାପ ଥିଲା। ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ମାତ୍ର 3 ୱିକେଟ୍ ହରାଇ 285 ରନ୍ର ଏକ ବିଶାଳ ଲକ୍ଷ୍ୟ ହାସଲ କରିଥିଲା। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଏବଂ ସ୍ପିନରମାନେ ସମାନ ଭାବରେ ପରାସ୍ତ ହୋଇଥିଲେ। କୁଲଦୀପଙ୍କ ଖରାପ ପ୍ରଦର୍ଶନ ହେଲେ ଏହି ସିରିଜ୍ରେ ଦ୍ରୁତ ବୋଲରମାନେ କିଛି ୱିକେଟ୍ ନେବାର ସଫଳ ହୋଇଥିଲେ। ସ୍ପିନର ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ପୁରା ସିରିଜ୍ରେ ରବୀନ୍ଦ୍ର ଜାଡେଜା ୱିକେଟ୍ 0 ରହିଥିଲେ, କିନ୍ତୁ କୁଲଦୀପଙ୍କ ବିଫଳତା ସବୁଠାରୁ ଚିନ୍ତାଜନକ ଥିଲା। କୁଲଦୀପ ଏହି ସିରିଜ୍ରେ କେବଳ 3ଟି ୱିକେଟ୍ ପାଇଥିଲେ। ସର୍ବଦା ପରି କୁଲଦୀପ ଏଥର ୱିକେଟ୍ ପାଇପାରିନଥିଲେ ଏବଂ ତାଙ୍କ ବଲ୍ରେ ଖୁବ୍ ରନ୍ ମଧ୍ୟ ଆସିଥିଲା। ଏହି 3ଟି ମ୍ୟାଚ୍ରେ ସେ 25 ଓଭର ବୋଲିଂ କରି 182 ରନ୍ ଦେଇଥିଲେ। ତାଙ୍କର ହାରାହାରି 60.67 ଥିଲା ଏବଂ ତାଙ୍କର ଇକୋନୋମି 7.228 ଥିଲା। ବାମହାତୀ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓଡ଼ିଆଇ ଏବଂ ଟି20ରେ ମଧ୍ୟମ ଓଭରରେ ଭାରତର ସବୁଠାରୁ ୱିକେଟ୍ ନେଉଥିବା ବୋଲର ହୋଇଛନ୍ତି ଏବଂ ସେ ନିରନ୍ତର ପ୍ରଦର୍ଶନ ମଧ୍ୟ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଓଡ଼ିଆଇ ସିରିଜ୍ରେ ସେ 3ଟି ମ୍ୟାଚ୍ରେ 9ଟି ୱିକେଟ୍ ନେଇଥିଲେ। ତେଣୁ ଯେତେବେଳେ ଟିମ୍ ଇଣ୍ଡିଆ ଏହି ସିରିଜ୍ରେ ସଂଘର୍ଷ କରୁଥିଲା, ସ୍ୱାଭାବିକ ଭାବରେ ଆଶା କରାଯାଉଥିଲା ଯେ କୁଲଦୀପ କିଛି ଯାଦୁ କରିବେ, କିନ୍ତୁ ତାହା ହୋଇନଥିଲା। ବିଶ୍ୱକପ୍ ପୂର୍ବରୁ କ'ଣ ଏହି ପରିସ୍ଥିତି? ଏହି ସିରିଜ୍ରେ କୁଲଦୀପ ଯାଦବଙ୍କ ବିଫଳତା ଚିନ୍ତାଜନକ କାରଣ। ଏହି ପ୍ରଦର୍ଶନ ଟି20 ବିଶ୍ୱକପ୍ର ବହୁତ ନିକଟତର। ଏହି ବିଶ୍ୱକପ୍ରେ କୁଲଦୀପ ବରୁଣ ଚକ୍ରବର୍ତ୍ତୀଙ୍କ ସହ ମିଶି ମଧ୍ୟମ ଓଭରରେ ଇଣ୍ଡିଆର ସବୁଠାରୁ ବଡ଼ ୱିକେଟ୍ ନେବାର ଅସ୍ତ୍ର ହେବେ। ତଥାପି ଯଦି ଏହି ପ୍ରଦର୍ଶନ ବିଶ୍ୱକପ୍ରେ ଜାରି ରହେ, ତେବେ ଭାରତର ଟାଇଟଲ୍ ଜିତିବା ସ୍ୱପ୍ନ ଧୂଳିସାତ ହୋଇପାରେ। ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ 7 ତାରିଖରେ ଆରମ୍ଭ ହେବ ଏବଂ ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ 5 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ତେଣୁ କୁଲଦୀପ ଏବଂ ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ପାଖରେ ପରିସ୍ଥିତି ସୁଧାରିବା ପାଇଁ ସମୟ ଅଛି। ଏହା ଘଟିବ କି ନାହିଁ ତାହା ଆଗାମୀ ଦିନ ମଧ୍ୟରେ ଜଣାପଡ଼ିବ। ଜି ହଁ ଦର୍ଶକ ବନ୍ଧୁ, ଏକ ବଡ଼ ଖବର। ଗତ ହାଲିରେ ସମାପ୍ତ ହୋଇଥିବା ଓଡ଼ିଆ ସିରିଜ୍ରେ ସମସ୍ତେ ଟାର୍ଗେଟ୍ କରିଥିଲେ ରୋହିତ ଏବଂ ଜାଡେଜାଙ୍କୁ, କିନ୍ତୁ ଟିମ୍ ଇଣ୍ଡିଆ ପାଇଁ ଟେନସନ୍ ସାଜିଥିଲେ ଏହି ଖେଳାଳି, ଯିଏକି ଭାରତର ମେରୁଦଣ୍ଡ ପର୍ଯ୍ୟଟକ ରିଷ୍ଟ ସ୍ପିନର କୁଲଦୀପ ଯାଦବ। ମଧ୍ୟମ ଭାଗରେ ଭାରତ ପାଇଁ ସର୍ବାଧିକ ୱିକେଟ୍ ନେଇଥିବା କୁଲଦୀପ ଯାଦବ କିନ୍ତୁ ଏହି ଓଡ଼ିଆ ସିରିଜ୍ରେ ଜମା ବି ତାଙ୍କ ବୋଲିଂ ଷ୍ଟାଇଲ୍ ଦେଖିବାକୁ ମିଳିନଥିଲା। ଭାରତର ବହୁତ କାଳ ସାଜିଥିଲେ ସେ, ଆଉ ବହୁତ ରନ୍ ମଧ୍ୟ ବ୍ୟୟ କରିଥିଲେ କୁଲଦୀପ ଯାଦବ। ଆଗକୁ ଟି20 ବିଶ୍ୱକପ୍ ଆସୁଛି, ତ ଭାରତୀୟ ଟିମ୍ ସ୍କ୍ୱାଡ଼ରେ ମଧ୍ୟ କୁଲଦୀପ ଯାଦବ ଅଛନ୍ତି, କିନ୍ତୁ ତାଙ୍କର ବୋଲିଂ ବର୍ତ୍ତମାନ ଚିନ୍ତାର କାରଣ ପାଲିଛି ଟିମ୍ ଇଣ୍ଡିଆ ପାଇଁ। ସମସ୍ତେ ଟାର୍ଗେଟ୍ କରିଥିଲେ ରୋହିତ ଶର୍ମା ଓ ଜାଡେଜାଙ୍କୁ। ରୋହିତ ଶର୍ମା ବ୍ୟାଟ୍ ଚାଲିନଥିଲା, ଜାଡେଜା ମଧ୍ୟ 3ଟି ଓଡ଼ିଆ ମ୍ୟାଚ୍ରେ ୱିକେଟ୍ ଶୂନ୍ୟ ରହିଥିଲେ, ଯାହା ସ୍ଥାପିତ ହୋଇଥିଲା। କିନ୍ତୁ ସବୁଠୁ ଭାରତ ପାଇଁ ଚିନ୍ତାର କାରଣ ହେଉଛନ୍ତି କୁଲଦୀପ ଯାଦବ। ଯେଉଁପରି ଭାବରେ ତାଙ୍କୁ ନ୍ୟୁଜିଲାଣ୍ଡ ବ୍ୟାଟର ପ୍ରହାର କରିଥିଲେ, ୱିକେଟ୍ ଲେସ୍ ଦେଇଥିଲେ, ଭାରତ ପାଇଁ ଆଗକୁ ଚିନ୍ତାର କାରଣ ହେବାକୁ ଯାଉଛି, କାରଣ ଆଗକୁ ଫେବୃଆରୀ 7 ତାରିଖରୁ ଟି20 ବିଶ୍ୱକପ୍ ଭାରତରେ ହିଁ ହେବାକୁ ଯାଉଛି। ତ ଇଏ ଥିଲା ଏକ ବଡ଼ ଅପଡେଟ୍ ଯେ ମୁଁ ଆପଣମାନଙ୍କୁ ଜଣାଇଲି। ଅପଡେଟ୍ ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତ ଗୋଟେ ଲାଇକ୍ କରିବେ ଆଉ ଯଥା ସେୟାର କରିବେ, କାରଣ ଏଇଭଳିଆ କ୍ରିକେଟ୍ କଣ୍ଟେଣ୍ଟ ସର୍ବପ୍ରଥମେ ମୋ ଚ୍ୟାନେଲ୍ ସ୍ମାଇଲ୍ ୱର୍ଲ୍ଡ କ୍ରିକେଟ୍ରେ ଆପଣମାନେ ଦେଖିବାକୁ ପାଇବେ। ତ ଆଜି ପାଇଁ ରହୁଛି, ଦେଖାବ କାଲି ଏମିତି ଏକ ରନ୍ଧା ଭିଡ଼ିଓରେ। ସେତେବେଳେ ଟେକ୍ କେୟାର, ଜୟ ଜଗନ୍ନାଥ।